মিট মସଲା ଆମିଷ ନା ନିରାମିଷ? ମିଟ୍ ମସଲା କ'ଣ କେବଳ ମାଂସ ତରକାରୀରେ ବ୍ୟବହାର କରାଯାଏ? ସାଧାରଣରେ ଆମେ ନିରାମିଷ ଭୋଜନରେ ମିଟ୍ ମସଲା ବ୍ୟବହାର କରୁନାହୁଁ। ତେବେ ପ୍ରକୃତରେ ମିଟ୍ ମସଲା କ'ଣ ଓ ଏହାର ବ୍ୟବହାର କିପରି କରିବା ଆସନ୍ତୁ ଜାଣିବା। କିଛି ମସଲା ଖାଦ୍ୟର ସ୍ୱାଦକୁ ଆହୁରି ଦ୍ୱିଗୁଣିତ କରିଦେଇଥାଏ, କିନ୍ତୁ କିଛି ଲୋକ ଭାବନ୍ତି ନିରାମିଷ ଖାଦ୍ୟ ପାଇଁ ଭିନ୍ନ ମସଲା ଓ ଆମିଷ ଖାଦ୍ୟ ପାଇଁ ଭିନ୍ନ ମସଲା। ଆପଣ ପ୍ରତିଦିନ ଘରେ ରୋଷେଇ କରିବା ବେଳେ ହେଉ କିମ୍ବା ବାହାରେ ହୋଟେଲ ବା ରେଷ୍ଟୁରାଣ୍ଟରେ ଖାଇବା ବେଳେ ପ୍ରଥମେ ତାହାର ସ୍ୱାଦକୁ ଧ୍ୟାନ ଦିଅନ୍ତି। ଯଦି ସ୍ୱାଦ ଭଲ ହୋଇନଥାଏ ତାହେଲେ ଖାଦ୍ୟ ଖାଇବାରେ ଅସନ୍ତୁଷ୍ଟ ହୋଇଥାନ୍ତି। କିଛି ମସଲା ଖାଦ୍ୟର ସ୍ୱାଦକୁ ଆହୁରି ଦ୍ୱିଗୁଣିତ କରିଦେଇଥାଏ, କିନ୍ତୁ କିଛି ଲୋକ ଭାବନ୍ତି ନିରାମିଷ ଖାଦ୍ୟ ପାଇଁ ଭିନ୍ନ ମସଲା ଓ ଆମିଷ ଖାଦ୍ୟ ପାଇଁ ଭିନ୍ନ ମସଲା। କିଛି ଲୋକ ଆମିଷ ଖାଦ୍ୟରେ ଯେଉଁ ମସଲା ପକାଇଥାନ୍ତି ତାକୁ ନିରାମିଷ ଖାଦ୍ୟରେ ପକାଇ ନଥାନ୍ତି। ସେହି ମସଲା ମଧ୍ୟରୁ ଗୋଟିଏ ହେଉଛି ମିଟ୍ ମସଲା ବା ମାଂସ ମସଲା। ଅନେକ ଭାବନ୍ତି ଯେ ମିଟ୍ ମସଲାରେ ମାଂସର ବ୍ୟବହାର ହୋଇଥାଏ। ଅନେକ ସମୟରେ କମ୍ପାନୀଗୁଡ଼ିକ ଭିନ୍ନ ଭିନ୍ନ ନାମରେ ଭିନ୍ନ ଭିନ୍ନ ମସଲା ପ୍ରସ୍ତୁତ କରି ମାର୍କେଟକୁ ଛାଡ଼ନ୍ତି। ଏପରିକି ଚିକେନ୍ ମସଲା ଓ ମିଟ୍ ମସଲା ଥିବା ପ୍ୟାକେଟରେ କମ୍ପାନୀ ଏପରି ଛବି ଦେଇଥାନ୍ତି ଯାହାକି ଆମିଷ ଭର୍ତ୍ତି ପ୍ୟାକେଟ ଭଳି ଲାଗେ। କିନ୍ତୁ ଯେଉଁମାନେ ନିରାମିଷ ଖାଦ୍ୟ ବନାନ୍ତି ସେମାନେ ଦ୍ୱନ୍ଦ୍ୱରେ ପଡ଼ିଯାଆନ୍ତି ଯେ କେଉଁ ମସଲା ବ୍ୟବହାର କରିବେ। ଏବଂ ମିଟ୍ ମସଲାଗୁଡ଼ିକ ସ୍ୱାଦ ବୃଦ୍ଧି କରିବା ଏବଂ ଖାଦ୍ୟର ସ୍ୱାଦିଷ୍ଟ କରିବା ପାଇଁ ତିଆରି କରାଯାଉଛି। କିନ୍ତୁ ସେହି ଖାଦ୍ୟ ମାଂସ ହେଉ କି ନ ହେଉ, ଏହି ମସଲାରେ ଜିରା, ଧନିଆ, ହଳଦୀ, ଲଙ୍କା ପାଉଡର, ପାନମଧୁରୀ, ଜାଇଫଳ, ରସୁଣ, ଅଦା, କଳା ଗୋଲମରିଚ ଏବଂ କଞ୍ଚା ଲଙ୍କା ଭଳି ଉପାଦାନର ମିଶ୍ରଣ ଥାଏ, ଯାହା ସମ୍ପୂର୍ଣ୍ଣ ନିରାମିଷ। ଏହି ମସଲାଗୁଡ଼ିକ ନିରାମିଷ ଖାଦ୍ୟରେ ବି ପକାଇ ଆହୁରି ସ୍ୱାଦିଷ୍ଟ କରିହେବ। ଏହି ମସଲାକୁ ଖାଦ୍ୟରେ ପକାଇଲେ ଖାଦ୍ୟ ଆହୁରି ସୁଗନ୍ଧଯୁକ୍ତ ହେବା ସହ ସ୍ୱାଦକୁ ଦ୍ୱିଗୁଣିତ କରିଥାଏ। ବ୍ୟୁରୋ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।